ନୃସିଂହ ଅବତାର ରାତିକେ 2 ଘଣ୍ଟା ପାଲା ଯେତିକି ସନା ଦାସର 6 ଘଣ୍ଟା ପାଲା ସେତିକି। ନାରୀ କି କାହିଁକି ପର୍ବତ ସ୍ତନ କୁହାଯାଏ? ବୁଢା ଆଜ୍ଞା ଠିଆ ହେଲୁ। ଆଚ୍ଛା ତୋ ଜୀବନରେ ତୁ କେବେ ଭଲ ପାଇଛୁ? ଆଜ୍ଞା ହେଁ? ଆ ତୁ ତ କମ ନୁହଁ। ଆଉ ଆରେ ଆରେ ଆଉ ତୁ ଏଡେ ରସିକ। ଆଜ୍ଞା ବାଳିର ସାଙ୍ଗରେ ବାତ ପ୍ରେମ ହେଲା ମନ୍ଦୋଦରୀର ହଁ ଯୋଉ ପୁଅଟା ଜନ୍ମ ହେଲା ବାତ କଲା ରାକାର ରାବ ଦେଲା ଯେ ନାମ ତା ରାବଣ। ରାବଣ ଗୋଟିକ ଗୋଟେ ବାଳିର ନନ୍ଦ ହବ। ଗୋବର୍ଦ୍ଧନ ଉରଜାତୁ ଏ ବୋପାଲୋ ଗୋବର୍ଦ୍ଧନ ବୋଲେ ପର୍ବତ। ବାତ ନାରୀ ମାନଙ୍କୁ କହନ୍ତି ପର୍ବତ ସ୍ତନା। ବାସ ନାରୀ ମାନଙ୍କୁ ପର୍ବତ ସ୍ତନ ବୋଲି କାହିଁ କହନ୍ତି? କାହିଁକି ନା କବି ଲେଖିଛନ୍ତି? କୋଉଠି ଲେଖିଛନ୍ତି? ଛୋଟିଆ କବି ଡାକିବିନି ମୁଁ ଭଜନ ଗାଇବା ଗାୟକ ନୁହଁ। ବାସ ଯେତିକି ଠିଆ ହେଇଥିବି ପାଠ ଦେବି। ଆଉ କଣ? ବହି ହେଲା ସୁଭଦ୍ରା ପରିଣୟ। ଆଚ୍ଛା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ନାରୀ କି କାହିଁକି ପର୍ବତ ସ୍ତନ କୁହାଯାଏ? ଆଚ୍ଛା 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 ସାନୁମାନ ଉରଜା ବମୁଜାରି ସାନୁଜା ଭାନୁତନୁଜା ଜିତ କେସି সুন সায়ক হবত নায়ক বিলোকিত নায়ক সরে পরস্মরে ত্রাসী সে সুকুমারী 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 সবলিত চরণ হেলা সর্বাঙ্গে পুলক পুরিলা সর্বাঙ্গে পুলক পুরিলা প্রিয় হেলা প্রিয় হেলা মনু প্রিয় হেলা মনু প্রিয় হেলা মনু প্রিয় হেলা মনু হেলা মনু ভক্ত সাগর পরে বুড়িলা ଯାଉ ମୋ ମନ ଖୁସି। ଆଠେଣିଆ ହେଇଗଲଣି ଆଉ ଆଜ୍ଞା ଆଜ୍ଞା ଆଠେଣିଆ ହେଇଗଲଣି ମୁଁ। ଆଜ୍ଞା ଆଜ୍ଞା ହଁ ହଉ ହଉ ଆଜ୍ଞା ଆଉ 2 ମାସରେ ବାରିଣିଆ କରିଦେବି ମୁଁ। ଆଜ୍ଞା ହଁ ହଉ ମାଙ୍କର କୃପା। କବି ଉତ୍ତର ଦେଲେ। ଆଚ୍ଛା ବୁଢା ଆଜ୍ଞା ଠିଆ ହେଲୁ। ଆଜ୍ଞା ଆଚ୍ଛା ତୋ ଜୀବନରେ ତୁ କେବେ ଭଲ ପାଇଛୁ? ଆଜ୍ଞା ଭଲ ନ ପାଇଲେ ଦୁନିଆ ଭିତରେ ଆସିକି କଣ ଲାଭ? କେତେ ବର୍ଷରେ ଭଲ ପାଇଲୁ? ଆଜ୍ଞା ମୁଁ ତଥାପି 17-18 ବର୍ଷ ଭିତରେ ଭଲ ପାଇଛି ଅନେକ। ଆଚ୍ଛା ବୁଢୀକି ଯୋଉ ବାହା ହେଇଛୁ ତାକୁ ଭଲ ପାଇକି ଆଣିଛୁ ଆଜ୍ଞା ନା ତୋର ଆରେଞ୍ଜ ମ୍ୟାରେଜ ହେଇଛି? ଆଜ୍ଞା ଭଲ ପାଇକି ଆଣିବି ନା ଆଉ ତୁ ତ କମ ନୁହଁ। ଆଉ ତୁ ତ ପାକେଳିଆ ବୁଢା। ଆରେ ଯୋଉଟା ଦେଖିଲେ ମନକୁ ପାଇଲା ସେଇ ଜିନିଷଟା କିଣିକି ନିଶ୍ଚିତ ଆଣିବି ନା। ଆଉ ଯୋଉଟା ମନ ପୁଆ ନାହିଁ କାହିଁକି ସେ ଜିନିଷକୁ ଗ୍ରହଣ କରିବି? ଆରେ ଆରେ ଆଉ ତୁ ଏଡେ ରସିକ।
ଏପଟେ ହଁ ବାଳି ଯାଉଛି ବାସ୍ ମନ୍ଦ ଧରିକି ଦେଖୁଛି। ବେଙ୍ଗବତୀ କି ଦେଖୁଛି। ହଁ ଯିବା ତ କଣ ସମୟ ତ ହେଇ ଆସିଲାଣି ଆଉ କଣ ଦ୍ୱିତୀୟ ଥାକ କଥା। ମୋ ଭାଇନା ପରା ଆଉ ବେଶ ସମୟ ନୁହଁ, ଆଉ 15 ମିନିଟ ଭିତରେ ପାଲା ସାରିଦେବି। ବେଶ ସମୟ ଆଉ ନେବିନି। ନୃସିଂହ ଅବତାର ରାତିକେ 2 ଘଣ୍ଟା ପାଲା ଯେତିକି, ସନା ଦାସର 6 ଘଣ୍ଟା ପାଲା ସେତିକି। ତାର ରାତିକେ 2-4ଟା ଭଜନ ହବ। ଆଜିକି ଆଇନୁ ଜାଣିଛି ଆମ ଗେଡ ଢିଆ ହବ। ଏମିତି ହେଲା ଯେ ସନା ଦାସ ଏମିତି ବହି ଆଜି କଲା, ଗେଡ ଏକାଳେ ଝାଡା ହେଇଗଲା। କହିଲା ଆଉ ରହିପାରିବିନି, ପେଣ୍ଡାଲ ଛାଡିକି ମୋ ବସା ଘରେ। ମୁଁ କହିଲା କୁଆଡେ ଆଇଲୁ? ନା ସାର୍ ଏଇ ଲାଟିନ୍ ଲାଗିଲାଣି ଜୋରରେ, ଆଉ ରହି ହବନି, ତମେ ସେକେଣ୍ଡ ଧାକିରେ ମାରିଦବ ଆଜି, ତେଣୁ ମୁଁ ପଳେଇ ଯାଉଛି। ତେଣୁ ସଜ୍ଜନ ବର୍ଗେ ଆଜ୍ଞା ବେଙ୍ଗବତୀ କନ୍ୟା ସାଙ୍ଗରେ ଆଚ୍ଛା ବାଳିର ହେଲା ପ୍ରଥମ ପ୍ରେମ। ବାସ୍ ପିଲାଟିଏ ଜନ୍ମ ହେଲା। ହଁ ହଁ ବାଳିର ସାଙ୍ଗରେ ବାସ୍ ପ୍ରେମ ହେଲା ମନ୍ଦୋଦରୀର। ହଁ ହଁ ଯୋଉ ପୁଅଟା ଜନ୍ମ ହେଲା, ବାସ୍ କଲା ରାକାର ରାବ ଦେଲା ଯେ ନାମ ତା ରାବଣ। ରାବଣ ଗୋଟିକ ଗୋଟେ ବାଳିର ନନ୍ଦ ହବ। ପୂର୍ବେ ଥିଲେ ଜୟ ସେନା ବିଜୟ ଦେ ଭାଇ, ତାର ପର ଜନ୍ମେ ହେଲେ ସ୍ତ୍ରୀର ପୁଅ ହୋଇ। ବେଙ୍ଗବତୀ କନ୍ୟା ପୁତ୍ର